ମୋର ବିକେ ଷ୍ଟଡି ଆଇକ୍ୟୁ ୟୁଟ୍ୟୁବ୍ ଚ୍ୟାନେଲକୁ 2024 ଡିଷ୍ଟ୍ରିକ୍ଟ କୋର୍ଟ ତରଫରୁ ବହୁତ ବଡ଼ ଭ୍ୟାକେନ୍ସି ଆସିଛି। ଆପଣମାନଙ୍କୁ ମୁଁ ଡିଟେଲ୍ ଡିସ୍କସନ୍ କରିବି, ତେଣୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଯେଉଁମାନେ ପ୍ରଥମ ଥର ମୋର ଭିଡ଼ିଓକୁ ଦେଖୁଥିଲେ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ଅଲ୍ ନୋଟିଫିକେସନ୍କୁ ଦବାଇ ଦିଅନ୍ତୁ, ଯାହାଫଳରେ କି ସର୍ବପ୍ରଥମେ ଆପଣଙ୍କ ନିକଟରେ ଏହିପରି ଜବ୍ର ଇନଫର୍ମେସନ୍ ନୋଟିଫିକେସନ୍ ଭିଡ଼ିଓ ପହଞ୍ଚିବ। ପ୍ରଥମେ ଆପଣ କ୍ରୋମ୍ ବ୍ରାଉଜର୍ ଓପନ୍ କରିବେ, ଏରେ ସର୍ଚ୍ଚ କରିବେ ଡିଷ୍ଟ୍ରିକ୍ଟ କୋର୍ଟ। ଯାହା ବି ସର୍ଚ୍ଚ କଲା ପରେ ପ୍ରଥମ ୱେବସାଇଟ୍ ଏଇଠି ରିକ୍ୱାରମେଣ୍ଟ ଫର୍ ଦ ପୋଷ୍ଟ ଅଫ୍ ଜୁନିୟର କ୍ଲର୍କ କମ୍ ପିଏଚଡି ଏଠି ଟଚ୍ କରିବେ। ଟଚ୍ କଲା ପରେ ଏହିପରି ଗୋଟେ ଇଣ୍ଟରଫେସ୍ ଦେଖାଯିବ। ଏଇଟା ଆପଣମାନେ ଯେଉଁ ଡିଷ୍ଟ୍ରିକ୍ଟର ଦେଖିବା ପାଇଁ ଚାହୁଁଛନ୍ତି ତାର ରିକ୍ୱାରମେଣ୍ଟ ବାହାରିଛି କି ନାହିଁ ବୋଲିକି ଏଇ ଉପରେ ଏଇଟା ଗୋଟେ ଅଛି, ଏଠି ଆପଣମାନେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଓଡ଼ିଶାରେ ଯେତେ ଡିଷ୍ଟ୍ରିକ୍ଟ ଅଛି ସବୁ ଶୋ କରିବ। ଆପଣମାନେ ଯେଉଁଟା ବି ଦେଖିବା ପାଇଁ ଚାହୁଁଛନ୍ତି, ମନେକର ପ୍ରଥମେ ଦେଖିବା ପାଇଁ ଚାହୁଁଛନ୍ତି ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ଭଦ୍ରକ ଏହିପରି ଅଛି। ଆପଣମାନେ ପ୍ରଥମେ ଅନୁଗୁଳ ଟଚ୍ କରିବେ। ଟଚ୍ କଲା ପରେ ସବୁ ଡିଷ୍ଟ୍ରିକ୍ଟର ଏହିପରି ଦେଖାଯିବ। ଏଠି ତାର କିଏ ଚାର୍ଜ କ'ଣ ଅଛି, ସବୁରେ ଚିଫ୍ ଜଷ୍ଟିସ୍ କିଏ ଅଛି ସବୁ ଦେଖାଯିବ। ଆଡମିନିଷ୍ଟ୍ରେଟିଭ୍ ଜଜ୍, ତାପରେ ଡିଷ୍ଟ୍ରିକ୍ଟ ଆଣ୍ଡ ସେସନ୍ ଜଜ୍ କିଏ ଅଛି ସବୁ ଦେଖାଯିବ। ତାପରେ ଆପଣମାନେ କ'ଣ ଚାହିଁବେ, ଏଠି କ'ଣ ବାହାରିଛି କି ନାହିଁ, ଏଇଟା କୁଇକ୍ ଲିଙ୍କ୍ ବୋଲିକି ଗୋଟେ ଅଛି, ତାର ସେକେଣ୍ଡରେ ରିକ୍ରୁଟମେଣ୍ଟ ବୋଲିକି ଅଛି। ଏଠି ଟଚ୍ କରିବେ। ଟଚ୍ କଲା ପରେ ଟିକେ ତଳକୁ ସ୍କ୍ରୋଲ୍ କରିବେ। ସ୍କ୍ରୋଲ୍ କଲା ପରେ ଏଠି ପ୍ରଥମରେ ହିଁ ଲେଖାଯାଇଛି ତାର ଆଡ଼ଭର୍ଟାଇଜମେଣ୍ଟ ଫର୍ ରିକ୍ରୁଟମେଣ୍ଟ ଟୁ ଦ ପୋଷ୍ଟ ଅଫ୍ ଜୁନିୟର କ୍ଲର୍କ କମ୍ ପିଏଚଡି ଜୁନିୟର ଟାଇପିଷ୍ଟ। ଏଠି ଆପଣମାନେ ଏଠି ଭ୍ୟୁ ପିଡିଏଫ୍ ଏଠି କ୍ଲିକ୍ କରିବେ। ଯେତେବେଳେ ଆପଣମାନେ ଭ୍ୟୁ ପିଡିଏଫ୍ ଟଚ୍ କରିବେ ଏହିପରି ଦେଖାଯିବ ପିଡିଏଫ୍ ଡାଉନଲୋଡ଼ କରିବେ। ତାପରେ ଭ୍ୟୁ ପିଡିଏଫ୍ କଲା ପରେ ଏଠି ସବୁ ଡିଟେଲ୍ ଲେଖାଛି ତାର ରିକ୍ୱାରମେଣ୍ଟ 24-25ର ଆଡ଼ଭର୍ଟାଇଜମେଣ୍ଟ ନମ୍ବର ଲାଷ୍ଟ ଡେଟ୍ ହେଉଛି 11/7/2024 5ଟା PM ସୁଦ୍ଧା ଆପଣମାନେ ପକାଇ ପାରିବେ। ପୋଷ୍ଟ କ'ଣ ବାହାରିଛି ଆପଣ ଦେଖେ। ଜୁନିୟର କ୍ଲର୍କ ପିଏଚଡି ସାଲାରୀ ହେଉଛି 19,000ରୁ, ଷ୍ଟେନୋଗ୍ରାଫର 25,000ରୁ, ଜୁନିୟର ଟାଇପିଷ୍ଟ 19,000ରୁ, ଅମିନ୍ର 21,000। ଏହିପରି ପୋଷ୍ଟ ବାହାରିଛି, ଆପଣମାନେ ପକାଇ ପାରିବେ। ସବୁ ଡିଷ୍ଟ୍ରିକ୍ଟର ସେମ୍ ସିଲାବସ୍ ଅଛି।